ବହୁ ଚର୍ଚ୍ଚିତ ରାମୁ ହାତୀର କଙ୍କାଳ ଉଦ୍ଧାର ହୋଇଛି। ଏକ୍ସପର୍ଟ ଟିମ୍ ସହାୟତାରେ ଭରତପୁର ଜଙ୍ଗଲରେ ପୋତା ଯାଇଥିବା ରାମୁର କଙ୍କାଳକୁ ଆଜି ଉଦ୍ଧାର କରାଯାଇଛି। ପ୍ରାଣୀ ବିଜ୍ଞାନୀ ଡକ୍ଟର ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ଏକ 25 ଜଣିଆ ଟିମ୍ 9 ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଅତି ସତର୍କତାର ସହ ରାମୁର ସମସ୍ତ 351 ଖଣ୍ଡ କଙ୍କାଳକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଆସନ୍ତାକାଲିଠାରୁ କଙ୍କାଳର କେମିକାଲ ଟ୍ରିଟମେଣ୍ଟ ଆରମ୍ଭ କରାଯିବ। 2 ମାସ ମଧ୍ୟରେ ସମସ୍ତ କଙ୍କାଳକୁ ଯୋଡ଼ାଯାଇ ଗୋଡ଼ିବାରି ପ୍ରକୃତି ନିବାସରେ ଏକ କାଚ ରୁମ୍ରେ ପର୍ଯ୍ୟଟକଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ଚନ୍ଦ୍ରକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟଙ୍କ ପାଖରୁ ସୂଚନା ମିଳିଛି। दर्शक बंधु आपण मैंने यूट्यूब रे 24 घंटार अपडेट खबर जानिबा पई यूट्यूब रे टाइप करंतु न्यूज एंड ओडिया। एबे यूट्यूब रे न्यूज एंड ओडिया चैनल उपलब्ध। एतर उपभोग करंतु देखंतु जाडतु 24 घंटार अपडेट खबर। जदि आपनको हमर खबर प्रसारण भल लागिला लाइक शेयर कमेंट सब्सक्राइब करंतु। पार्श्व रे थिबा नोटिफिकेशन बेल उपरे प्रेस करंतु।